କୌଣସି କାରଣବଶତଃ ଆମ କୁଳସଚିବ ମହୋଦୟ ଆମ ଗହଣରେ ଉପସ୍ଥିତ ନାହାନ୍ତି, ଯୋଡି ହେଇପାରି ନାହାନ୍ତି। ତେଣୁ ଆମେ ପରବର୍ତ୍ତୀ ପର୍ଯ୍ୟାୟକୁ ଚାଲିଯିବା। ହଁ ଡୋଲାମଣି ହ୍ୟାଲୋ। ହ୍ୟାଲୋ ଡୋଲାମଣି। ଡୋଲାମଣି ବାବୁ ହ୍ୟାଲୋ। ଡୋଲାମଣି ବାବୁ। ଶ୍ରୀ ଆନନ୍ଦ ପଟ୍ଟନାୟକ ମହୋଦୟଙ୍କୁ ଅନୁରୋଧ କରିବି ସେ ବକ୍ତାଙ୍କର ପରିଚୟ ପ୍ରଦାନ କରିବା ହେବେ। ଆଜିର ଏଇ ଗ୍ରୀଷ୍ମକାଳୀନ ଅପରାହ୍ନରେ ମୁଁ ସମସ୍ତଙ୍କୁ ଏଇ 157ତମ ଉତ୍ତିଷ୍ଠତ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ଏବଂ ସମସ୍ତଙ୍କୁ ସମ୍ମାନ ଜଣାଉଛି ଏବଂ ପ୍ରଣାମ ଜଣାଉଛି। ମୁଁ ଶ୍ରୀ ଅନ୍ନଦା ପ୍ରସାଦ ପଟ୍ଟନାୟକ ଏଇ ରାମକୃଷ୍ଣ ଆଶ୍ରମରେ ଦୀର୍ଘ 24 ବର୍ଷ ଧରି କାର୍ଯ୍ୟରତ ଏବଂ ମୁଁ ବିଶେଷ ଭାବରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ এই ଆଶ୍ରମର ପ୍ରତିଷ୍ଠାତା ଶ୍ରୀମଦ ସ୍ୱାମୀ ବୈରାଗନନ୍ଦଜୀ ମହାରାଜ ଯିଏକି ପରଲୋକଗତ ଅଛନ୍ତି, ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାଲି ଆସେ ସୁଦୂର ଅନୁଗୁଳ ଜିଲ୍ଲାରୁ ଏଇ କଳାହାଣ୍ଡିର ମାଟିରେ ଶ୍ରୀ ରାମକୃଷ୍ଣ ଆଶ୍ରମରେ ଏ ଗରିବ ଆଦିବାସୀ ଛାତ୍ର ବୃଦ୍ଧ ସମସ୍ତଙ୍କର ସେବା କରିବା ପାଇଁ ମୁଁ ଯେତେବେଳେ କଳାହାଣ୍ଡି ମାଟି ସ୍ପର୍ଶ କଲି 2000 ମସିହାରେ, ସେତେବେଳେ କଳାହାଣ୍ଡିର ଚିତ୍ର ଭିନ୍ନ ରକମର ଥିଲା। ମୁଁ ଆସିବାର ଦୀର୍ଘ 7 ବର୍ଷ ପୂର୍ବରୁ ସ୍ୱାମୀ ବୈରାଗନନ୍ଦଜୀ ମହାରାଜ ଯିଏକି এই ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ଏବଂ ସେ ଇହଧାମ ପରିତ୍ୟାଗ କରିଛନ୍ତି, ତାଙ୍କ ପରେ ଶ୍ରୀମଦ ସ୍ୱାମୀ ଅଶୋକାନନ୍ଦଜୀ ମହାରାଜ ଯିଏ ତାଙ୍କ ସହିତ ଏଇ କଳାହାଣ୍ଡି ମାଟିକୁ ଆସିଥିଲେ, ସେତେବେଳେ କଳାହାଣ୍ଡିର ସେଇ ଦୁର୍ଦ୍ଦିନରେ ତାଙ୍କର ସାଥ ଦେବା ପାଇଁ ତାଙ୍କର ସାଥୀଟିଏ ହୋଇ ନିଜର କର୍ମମୟ ଜୀବନରୁ ସନ୍ନ୍ୟାସ ହେବାର ଗୋଟେ ବ୍ରତ ନେଇ ଚାଲି ଆସିଥିଲେ। ସେ ସ୍ୱାମୀଜୀଙ୍କ ସାଙ୍ଗରେ এই କଳାହାଣ୍ଡି ମାଟିରେ ସେବା ପ୍ରଦାନ କରିବା ପାଇଁ, କଳାହାଣ୍ଡିର ସମାଜରେ କଳାହାଣ୍ଡିର ଲୋକମାନଙ୍କର ସାମାଜିକ ଉତ୍ଥାନ ପାଇଁ, ଅର୍ଥନୈତିକ ଉତ୍ଥାନ ପାଇଁ ତାଙ୍କର ପ୍ରଚେଷ୍ଟା ଦୀର୍ଘ 30 ବର୍ଷର ସାଧନା ଏବଂ ମୋର এই যে অভিজ্ঞতা এই মাটিরে কଳାହାଣ୍ଡି ମାଟିରେ ମୁଁ ଆଜି ନିଜ ଗର୍ବ ମନେ କରୁଛି। এই କଳାହାଣ୍ଡିର ସମସ୍ତ ଜନସମାଜର ସେବା କରିବା ପାଇଁ ମୁଁ ଯୋଉ ବ୍ରତ ନେଇ ଆସିଥିଲି, ତାକୁ ମୁଁ ବର୍ତ୍ତମାନ ଏଇ ସ୍ୱାମୀଜୀ ମାନଙ୍କ ସାଙ୍ଗରେ ରହି କିଛି ତାଙ୍କର ଗୁଣ୍ଡିଚି ମୂଷା ଭଳିଆ ସେବା କରିବା ପାଇଁ ଯୋଉ ସମର୍ଥ, ଏବଂ ମୁଁ ମନେ ପକାଏ ସେଦିନ ଯୋଉଦିନ ସ୍ୱାମୀ ବୈରାଗନନ୍ଦଜୀ ମହାରାଜ এই ମାଟିରେ ପଦାର୍ପଣ କରିଥିଲେ 1993 ମସିହା ସେପ୍ଟେମ୍ବର 11 ତାରିଖ ସେଦିନ 100 ବର୍ଷ ପୂର୍ତ୍ତି ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧର୍ମ ମହାସଭା ଅଭିଭାଷଣର 100 ବର୍ଷ ର ଯୋଉ ପୂର୍ତ୍ତି ସେଇ ଦିନ ହିଁ ପଦାର୍ପଣ କରିଥିଲେ ଏଇ କଳାହାଣ୍ଡିର ମାଟିରେ, ଏବଂ ତାଙ୍କ ସହିତ କେହି ନଥିଲେ, କିନ୍ତୁ এই ସ୍ୱାମୀ ଅଶୋକାନନ୍ଦଜୀ ମହାରାଜ ସେତେବେଳେ ତାଙ୍କ ସହିତ ଚାଲି ଆସିଥିଲେ ତାଙ୍କର ହାତ ଧରି এই କଳାହାଣ୍ଡିର ମାଟିରେ ଜନସମାଜର এই ସମାଜରେ ଅବହେଳିତ ଗରିବ ଆଦିବାସୀ ମାନଙ୍କର ସେବା କରିବା ପାଇଁ। ବର୍ତ୍ତମାନ ଦୀର୍ଘ ଏଇ ମୋର ଏଇ 24 ବର୍ଷ, ତା ପୂର୍ବରୁ 6 ବର୍ଷର ଯୋଉ ସାଧନା ସ୍ୱାମୀ ବୈରାଗନନ୍ଦଜୀ ମହାରାଜଙ୍କ ସହିତ ସ୍ୱାମୀ ଅଶୋକାନନ୍ଦଙ୍କର,
से गढ़ी उठी यही छोटिया रामकृष्ण आश्रम जो आज आमर 25 जनिया जलाश्रम 250 जनिया आदिवासी विद्यालय एवं कृषि तालीम केंद्र एवं अन्यान्य विभिन्न कार्यक्रम स्वास्थ्य सेवा ठारू आरंभ करी समस्त आमर सीबीएसई इंग्लिश मीडियम स्कूल जहाँकि आज ये आम संपूर्ण परिचय पाइछु सारा भारत वर्ष रे एवं तार भी प्रचेषा मुझे कहूँ स्वामी विवेकानंद 150तम जन्म जयंती अवसर रे स्वामी विवेकानंद से सुदीर्घ 15 साढ़े 15 फुट हाइट रो स्टाच्यू को नहीं यही रामपुर माटी काश्मीर ठारू कन्याकुमारी पर्यंत स्वामी विवेकानंद बाणी प्रचार करिवारे आमे समर्थ होइतलु 105 दिन आमर यात्रा 100 जन साधु एवं छात्र एवं आमर वॉलंटियर्स माने जाई ए कार्यक्रम को साकार कर चली आसते एठी आमे आज देखुचु समस्ते यही जहाँ आमे करूचु कार्यक्रम एथिरे आम कलाहांडी माटीर ना आज सारा भारत वर्षर प्रत्येक स्थान रे परिचित ये भारत परिक्रमा समय मु निजे तार जन सहयात्री थिली एवं स्वामी अशोकानंद जी महाराज जन सहयात्री थिले एवं स्वामी भैरागानंद जी महाराज काश्मीर रे जाई सही समय आमर बहुत समस्या थिला काश्मीर रे एवं आमे जाई सेठी स्वामी विवेकानंद बाणी प्रचार करके आसते काश्मीर श्रीनगर ठारे लाल चौक बोली गोटे स्थान अच्छी जोड़ी गोटे विराट समावेश आम कलु एवं सेठी मुस्लिम यूनिवर्सिटी समस्त प्रोफेसर्स एवं स्टूडेंट्स माने आसी आमको बहुत बहुत आप्यायित करथिले आमको अभ्यर्थना करथिले तेणु से स्वामी विवेकानंद जो इंस्पिरेशन तांको आदर्श करी से महान व्यक्तित्व स्वामी अशोकानंद जी महाराज जे कि आज यही श्री रामकृष्ण आश्रम रो संपादक पोजिशन रे निजे विराजमान एवं ये आश्रम को परिचालना करुचंती तांको मु वर्तमान अनुरोध करी से आज यही मोटिवेशनल टॉक आपण मान को देवे धन्यवाद बहुत बहुत धन्यवाद आनंद पट्टनायक महोदय आपण सुंदर रूपी स्वामीजी परिचय प्रदान कले स्वामीजी आदर्श और नीतिवाद उपरि बखाणी गले तेणु पुणी थे मुझे धन्यवाद जनाऊँगी एवं कृतज्ञता ज्ञापन करुच्ची आज जी प्रिय वक्ता जी 157तम अध्यायर आकर्षण जहाँ पाखरु आम अनेक अनेक तथ्य और तत्व पाइबा मानव सेवा ही माधव सेवा कह जाए सेवा ही परम धर्म सेवा ही परम तप आसतु से मानव सेवा उपरि आम स्वामीजी पाखर शुणा मु अनुरोध करी परम पूज्य स्वामी अशोकानंद जी महाराज को से कलाहांडी मानव सेवा उपरि निजर वक्तव्य उपस्थापन करवा हेबे समस्त को 157तम वक्तृता मेलार सदस्य मानक मोर स्वागत एवं आपण समस्त को मोर प्रणाम मो कथा सुबुची न सर समस्त को हाँ सुबुची आज्ञा हाँ हाँ सर एबे ठीक सुबिला सर आगुरु सुबु नथिला आज्ञा स्वामी जी आपनकर सेते बड़ कहले आउ सही समय मु आरंभ करछि मोर किछिटा पूर्व परिचय आपन कहूछि हमर साहु सर आस्तिले सेठी हमें कथा हैतलु मो 2-2.5 वर्ष
ଭାରତୀୟ ପ୍ରତିରକ୍ଷା ବିଭାଗରେ ଜବଲପୁରରେ ପୋଷ୍ଟିଂ ପାଇଥିଲି ସିଗ୍ନାଲ ଅପରେଟର। ସେଇପଟୁ ଛାଡ଼ି ସ୍ୱାମୀଜୀ ଟିକେ କ୍ଲିୟର ଶୁଭୁନି, ସ୍ୱାମୀଜୀ ଟିକେ କ୍ଲିୟର ଆଜ୍ଞା ଶୁଭୁନି, ଆପଣଙ୍କଟା ଅଫ୍ ଅଛି, ଆପଣ ଟିକେ ଆନନ୍ଦ ସାରଙ୍କଟା ଟିକେ ୟୁଜ କରନ୍ତୁ ବଢିଆ ହବ। ହଁ ଏଇଟା ଖରାପ ଅଛି। ହଁ ସାର୍ ଏବେ ଶୁଭୁଛି ତ? ହଁ ହଁ ସାର୍ ହ୍ୟାଲୋ ଶୁଭିଲା ହଁ ଆଜ୍ଞା ସାର୍ ଶୁଭୁଛି। ହଁ ହଁ ସେଇ ପ୍ରତିରକ୍ଷା ବିଭାଗରେ ଥିଲା ଭିତରେ ମନ ଭିତରେ ସ୍ୱାମୀଜୀଙ୍କ ପ୍ରତି ମୋର ଗୋଟେ ଦୁର୍ବଳତା ଆସୁଥିଲା। ବେଳେ ବେଳେ ଆମକୁ କିଚେନରେ ଡ୍ୟୁଟି ପଡେ, ବିଭିନ୍ନ ଷ୍ଟେଟ ର ପିଲାମାନେ ସାଙ୍ଗ ହେଇକି ଆମେ ମେସ୍ ଡ୍ୟୁଟି କରୁ। ତ ସେମାନେ କହୁଥିଲେ କୁଲୁ ମନାଲି ଇତ୍ୟାଦି ସବୁ ଭଲ ସ୍ଥାନ ଅଛି। ମୋର ତ ଫ୍ୟୁଚର ଆଶା ଥିଲା, ମୁଁ ଜଣେ ଭବିଷ୍ୟତରେ ମଙ୍କ ହେବି ବୋଲି। ତାପରେ ଧୀରେ ଧୀରେ ସେଠୁ ଛାଡି ମୁଁ ବମ୍ବେ ଆସିଲି। ବମ୍ବେରେ ମୋର ଜଣେ ଜୁନିୟର ଥିଲେ ଦେବେନ ସାହା ବୋଲି। ସେ ମତେ କିଛି ବୁକ୍ ପ୍ରେଜେଣ୍ଟ କରିଥିଲେ। କମ୍ପ୍ଲିଟ ୱାର୍କସ ଅଫ ସ୍ୱାମୀ ବିବେକାନନ୍ଦ। ତ ସେଇ ବହିକୁ ସେଇ ସମୟରେ ମୁଁ ପଢିକି ତାପରେ ଜାଣିଲି ଯେ ଆମର ଓଡିଶାରେ ଭୁବନେଶ୍ୱର ମଠର ଗୋଟେ କେନ୍ଦ୍ର ଅଛି। ଯୋଉଥିରେ କି ସାଧୁ ମାନେ ୱାର୍କର ମାନେ ଏଇ ରାମକୃଷ୍ଣ ମଠ ମିଶନ ଚଳଉଛନ୍ତି। ସେଠିକୁ ଯେତେବେଳେ ମୁଁ ଆସିଲି ବମ୍ବେ ଫେରି ସେଇଠି ଭୁବନେଶ୍ୱର ମଠରେ ସ୍ଵାମୀ ବୈରାଗନନ୍ଦ ମହାରାଜ ସର ମୋର ଦେଖା ହେଲା। ତେଣୁ ମହାରାଜ ମତେ କହିଲେ କଣ ତମ ଜୀବନର ଉଦ୍ଦେଶ୍ୟ କଣ, କଣ କରୁଛ ଇତ୍ୟାଦି। ଓଡିଆ ସାଧୁ ଏକମାତ୍ର ସେ ଜଣେ ଥିଲେ। ମତେ ସେତେବେଳେ ଅନ୍ୟ ଭାଷା ଆସୁନଥିଲା, ବଙ୍ଗଳା ସାଧୁ ମାନେ ବେଶୀ ଥିଲେ। କହିଲେ ମୁଁ କଳାହାଣ୍ଡିରେ ଗୋଟେ ଜାଗା ବାଛିଛି, ତମେ ଯଦି ବୁଲି ଆସିବ କେମିତି ହବ? ମୁଁ କହିଲି କଳାହାଣ୍ଡି ଦେଖିବା, ହଉ ନା ଏମିତି ଗୋଟେ ଦିନ ଠିକ କର ଆମେ ଯିବା। ଯାଇକି ବୁଲିକି ଆସିବା, ଯଦି ପସନ୍ଦ ନ ହୁଏ ତାହେଲେ ତମେ ଓଡିଶା ବାହାରେ ଯୋଉଠି ରହିଲେ ବି ମୋର କିଛି ଆପତ୍ତି ନାହିଁ। ତାପରେ ଶେଷ ମୁହୂର୍ତ୍ତରେ ଯେତେବେଳେ ମୁଁ ଆଉ ଥରେ ଗଲି, ସେତେବେଳେ ମୁଁ ବଡବିଲରେ ମୋର ଟ୍ରାନ୍ସଫର ହେଇଥାଏ, ବଡବିଲ ମାଇନ୍ସ ଆଣ୍ଡ ଷ୍ଟିଲ ଡିପାର୍ଟମେଣ୍ଟରେ ଥିଲି। ତ ଶୁଣିଲି ଯେ ବଡ ମାନଙ୍କର ଟ୍ରାନ୍ସଫର ହେଇଛି, କିନ୍ତୁ ସେ ଟ୍ରାନ୍ସପୋର୍ଟର ଆକ୍ସେପ୍ଟ ନ କରିକି ସେ କଳାହାଣ୍ଡିକୁ ପଳେଇ ଆସିଛନ୍ତି। କୌଣସି ପ୍ରକାର ତାଙ୍କ ଫୋନ ନମ୍ବର ଯୋଗାଯୋଗ କରି ମୁଁ କଣ୍ଟାକ୍ଟ କଲି, ସେ ମତେ କହିଲେ ମୁଁ 1 ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚୁଛି, ତମେ ଆସ। ମୁଁ ଆସିଲି, ଦୁଇ ଜଣଙ୍କର ଦେଖା ହେଲା। କହିଲେ ଜାଗାଟା ହଉଛି ମଦନପୁର ରାମପୁର। ସେଠି ଆମକୁ ରାଜବାଟୀ ଯିଏ ଜମିଦାର ଅଛନ୍ତି 5 ଏକର ଜାଗା ଦେଇଛନ୍ତି। ଆଉ ତମେ 1 ତାରିଖ ଦିନ ଟିକେଟ କାଟ, ଆଉ ତାପରେ ସେଇ ହିସାବରେ ଠିକ ହେଲା। ଆମେ ବୋଧେ ସମୟଟା ଥିଲା ଏଇ ମେ ମାସ 15 କି 16 ବୁଦ୍ଧ ଦେବଙ୍କ ଜନ୍ମଦିନ ପାଖାପାଖି ହେଇଥିଲା। ଆମେ ଆସିଲୁ, ଜାଗା ନଥିଲା, ଏଠି କିରଣ ବାବୁଙ୍କ ଘରେ ଗୋଟେ ବିବାହ ହଉଥିଲା, ଆମେ ରାମପୁର ବଙ୍ଗଳାରେ ରହିଲୁ। ସେଇଦିନ ତା ନେକ୍ସଟ ଦିନ ସ୍ୱାମୀଜୀ କହିଲେ ଚାଲ ଯିବା, ଆମେ ଭୁବନେଶ୍ୱର ଟିକେ କାମ ଅଛି। ତାପରେ ପୁଣି ଆସିକି ଆମେ ରହିଲୁ। ସେଇଠି ଆମେ ରହିଥିଲୁ। ସେତେବେଳେ କଲେକ୍ଟର ଥିଲେ ଅଶୋକ ଦଲୱାଇ ସାର୍, ସବ କଲେକ୍ଟର ଥିଲେ ଅନୁଗର୍ଗ ମ୍ୟାଡାମ, ପିଡି ଥିଲେ ସୌରଭ ଗର୍ଗ। ସମସ୍ତଙ୍କର କୋଅପରେସନ ଆଣ୍ଡ କୋଅର୍ଡିନେସନ ଆମ ପାଇଁ ଠିକ ଠାକ ଥିଲା। ତା ଭିତରେ ଆମେ 50 ଆଦିବାସୀ ଛାତ୍ରାବାସ ପାଇଲୁ। ସେଇଟା ହୋମିଓପାଥିକ ଆଉ ଏଲୋପାଥିକ ଡିସପେନସରୀ ସହିତ। କିନ୍ତୁ ଏଲୋପାଥିକ ପାଇଁ ଆମକୁ ହୋମିଓପାଥି ପାଇଁ ସେଇ ଗୋଟିଏ ଭେଇକିଲ ନାହିଁ, ଆମର ଥିଲା ବାଇକ୍ ଥିଲା। ସେଇଥିରେ ଆମେ ଦୂର ଦୂରାନ୍ତକୁ ଯାଇ ବିଭିନ୍ନ 25-30 କିଲୋମିଟର ରେଡିଅସ ଭିତରେ ଏକ୍ସେପ୍ଟ ସଣ୍ଡେ ବିଭିନ୍ନ ଗାଁକୁ ଯାଇକି ଖରା ବର୍ଷା 12ଟା 1 2ଟା ଖରା ଦିନେ ଆସିଲେ ମହାରାଜ ବ୍ୟସ୍ତ ହଉଥିବେ, ପିଲାମାନେ କେତେବେଳେ ଆସିବେ, କଣ ଖାଇବେ, ଖରା ତ ବର୍ଷା ସବୁବେଳେ ଲାଗି ରହିଛି। ତା ଭିତରେ ଆମର ଯେତେବେଳେ କଳାହାଣ୍ଡିରେ କେସିଙ୍ଗା ପାଖରେ ଗୋଟେ ଫ୍ଲଡ ହେଇଥିଲା, ବହୁତ ମ୍ୟାଲେରିଆ ଯୋଉ ଡାଇରିଆ ଏ ସବୁ ହେଇଥିଲା। ସେଇ ସମୟରେ ଆମେ ବିଭିନ୍ନ ଆଶ୍ରମକୁ ଜଣେଇ ଦଉ, ସେମାନେ ଭେଇକିଲ ଧରିକି ଆସନ୍ତି, ଡାକ୍ତର ଧରିକି ଆସନ୍ତି, ମେଡିସିନ ସବୁ ପ୍ରକାର ହେଲ୍ପ ତାଙ୍କ ପାଖରେ ପହଞ୍ଚୁଥିଲା। ଆମେ ଡଙ୍ଗାରେ ପାର ହେଇକି ଯାଉ ସକାଳେ, ଆଉ ଖାଇବାକୁ ଆସିପାରୁନା। ମାନେ ପରିସ୍ଥିତି ଏତେ ସାଂଘାତିକ ଥିଲା ଯେ କି ଆମେ ଖାଇବା ଭୁଲି ଯାଉ। ଆଶ୍ରମକୁ ଫେରୁ ଫେରୁ ରାତି 8ଟା କି 9ଟା ହେଇଯାଏ। କିନ୍ତୁ ଯାହା ହଉ ଲୋକ ଭଲ ହଉଛନ୍ତି, ଟିକେ ଆଶ୍ଵସନା ମିଳେ ଆଉ ଆନନ୍ଦ ଲାଗେ। ଏଇଟା ଥିଲା ସ୍ଵାମୀ ବିବେକାନନ୍ଦଙ୍କର ତ ଇଚ୍ଛା ଡୁ ଅର ଡାଏ। ତେଣୁ ସ୍ଵାମୀଜୀଙ୍କ ମିଶନକୁ ଫୁଲଫିଲ କରିବା ପାଇଁ ସ୍ଵାମୀ ବୈରାଗନନ୍ଦଜୀ ମହାରାଜଙ୍କ ସହିତ ଆମେ
बर्तमान 5 जन साधु अच्छु आम सहित आम कर्मी माने सब सहयुक्त अछंती एबे आम पाखरे आमर शिक्षार मान आमर आदिवासी छात्र माने सब विभिन्न पद पदवी रे सरकारी पद पदवी रे सब अवस्थापित शिक्षक पुलिस वकिल एवं अन्यान्य पद पदवी रे समस्त अवस्थापित अछंती किंतु से समय आज की 30 वर्ष तौर कथा मन पकेले पिला माने आसु नथिले किंतु एटा को बेसी स्ट्रेस दउथिले हमर दलवाई सर जो माने ड्रॉप आउट पिला से मान को आपण केमती केमती हेले कन्विंस करी आनिबे बस रे जाई जाई हाट बाजार बुली गाँ गाँ जाई से मानकर एड्रेस आनी तो बहुत कष्ट रे रखी रखी एबे स्ट्रीम लाइन हे गलानी हमर एडमिशन समय रे ठीक टाइम रे पिला माने आसी पहुंची जाउचंती आउ वृद्धा मान क्षेत्र में सेते बेले हमर ओल्ड एज होम थिला एक बार खाली पड़ुथला किंतु दिन को दिन देखा जाउची जे कि माँ बापा बयस हो गले पिला मानकर स्नेह जत्न अभाव जाफल ओल्ड एज रो चाहिदा बहुत बढ़ी जाइए जो माने आम पाखु आसी अछंती 25 जन एबे रहउचंती समानकर बहुत करुण कहानी अछि घर रे धनर अभाव नथिले भी सेमानकर मन और व्यवहार रे समान असंतुष्ट होगी एटी आम पाखरे अछंती आमे सेमानकु सब प्रकार साहाय्य सुविधा सहयोग करी तांकर पितृतुल्य सेवा रे आमे केबे पछई जाइनु काने ए होची हमर स्वामीजींकर ये नियम जोटा आमर आगुरु गढ़ी आसु वसुधैव कुटुंबकम आउ ई सन रामकृष्ण मठ मिशन हो आमर प्राइवेट आश्रम सन्यासी मानकर उद्देश्य हला आत्मानंग मुख्यार्थ जगत हिताय निजर मुक्ति जगतर कल्याण तेणु आमको जगतर कल्याण आगे करने को पड़ो पछरे मुक्ति फुक्तिर व्यवस्था पछरे आउ ये सब जिनस आमर सब एमती चली आपण मानक आमर अनुरोध आपण माने केतले बुली आसीबे आ जहा लाकुना अछि त केमते हमें फुलफिल करवा और आमर कलाहांडी को भारत रे स्वामीजी आमर गोटे प्रार्थना थिला कौन से प्रार्थना बरियानंद महाराज चेंज करथिले माने पड़ने से आमर कलाहांडी इज द लाइट हाउस ऑफ इंडिया हबो आउ ए जिनस सब चली तेणु हाँ आ स्वामी स्वामी विवेकानंद माने चिंताधारा थिला प्रत्येक युवक युवती इथिरे आगु को आसीबे कहना पिला और बुढ़ा द्वारा किछि होए नै कि हबनी तेणु आमको यही युवक युवती मानकर एकांत प्रयोजन अच्छी जो माने आसीबे आउ यही जो फॉल्स परिचय अच्छी आम सहित आमर घर आमर बापा आमर माँ नहीं माने समस्ते ही आमर जहाँ देखा जाउची दृष्टि जहाँ देखा होची सब ही आमर आम छड़ा आउ एठी केही किछि नाहंती आमे ही तो भगवान तेणु भगवान मनीष को मनीष भगवान हिसाब रे पूजा करिवो से दिन भारत वर्ष पृथ्वीर सबुठु टॉप को पळै जिवो जो भारत रो दुख पाई स्वामी जी एते कांदी थिले एते बड़ अवार्ड मिलिला तांको चिकागो रे किंतु से रिसीव करिया को राजी नुहंती से समय भारत दुख अत्यंत प्रबल थिला तेणु से दुख आज भी किछि अंश सिना कमिछि किंतु पूरा तो कमी नहीं तो बाकी तो सब आशा आमे आपण आमे समस्ते मिसिकी दायित्व जो रहिला ये कहा ऊपर स्वामी जी आम ऊपर छाड़ी देइछंती आम जीवन शेष आ अंतिम निश्वास छाड़ा पर्यंत आम करुवा जेते बाट पर्यंत जीवा जीवा तेणु समस्तंकर एथिरे एटा टीम वर्क आम समस्तंकर हाथ मिसिबो किछि एथिरे कौन सी भेदभाव पुरुष स्त्री जाति ये सब जिनस किछि रहिबनी तेणु ये देशटा को आम सुनार करदवा ये स्वामीजी ड्रीम ये ड्रीम को आपण माने हाँ यूथ माने आसीबे आमे तांको ड्रीम को कहना से कहते आई एम ए वॉइस विदाउट ए फॉर्म तेणु स्वामी जी से ऊपर रही आमको आशीर्वाद करेंगे आमे निश्चय एथिरे सक्सेस हवा आउ केबे कोठी गेट टुगेदर आम हेई परवा हम जानिनी किंतु मन भीतर स्वप्न वासना ई दिन राति
किंवा समय मिलिले एई जिनसटाକୁ मने मने खूब चिंता करू कहना स्वामी जी आम भरोसा एटा छाड़ी दे की जाइछंती से जति कले कले बाकी आम ऊपर न्यस्त अछि तेणु मोर आपण समस्त को प्रार्थना अनुरोध आमे समस्ते मिसिबा आउ एई जिनस को हटेई दबा बोले एतिके मु आपण मानकर आशा करे आउ कोन आपण स्वामी जी किछि रेयर आज्ञा केस कहंतु जोटा ठीक केही पहुंची पार नथिले आपण पहुंचीचंती से पिला को आनिचंती से पिला आज कोन करूची काना ए भितरे तो बेस 20 वर्ष रो अधिक पर चाली गलानी सब कोन करूचंती हम किछि रेयर केस हाँ सेटा सेमती किछि सेटा सी फास्ट जो प्रीवियस जतले बिगिनिंग टाइम रे हमें आसीतिलु सेई समय तो हमर गोटे ड्रेस गेरुआ साधारणतः मनरे पिलांगर गोटे भय लगे आ विभिन्न लोक भी ने कहती माने कौन कौन को संप्रदाय कौन एम मोटिव कौन के तो जानी नथिले एमती सम माने आमे परे परे खबर पाइलु जे एई भली माने भावना नै कि आश्रम तयारी हबो काहा मन भितर एमती भावना आसी नथिला तेणु आमको सेई हाट बजार भितर जाईकी से पिलांकु हो से तांकर गार्डियन को बहुत कष्ट मुश्किल कन्विंस करी आनिबा हुए से माने पुणी लुचि पळांती तांको पुणी पुणी ताको पछे पछे गाड़ी नहीं किए करके आनिकी से माने पुणी बाटे बहुत दिन हे गला से माने जानले नहीं जे हम मानकर धारणा गोटे अन्य प्रकार थिला आ बेसी कष्ट हुए से जो रोगी सेवाटा जो बाइक रे जीवा एत बाट आ से ଯାଇକି ତାଙ୍କ ଘରେ ଔଷଧ ଦେଇକି ରାସ୍ତା ନଥିଲା ଆଉ ଗୋटे ଘରକୁ ଆମେ ଯାଇଥିଲୁ ତାଙ୍କର ଜଣେ ବୟସ୍କ ଲୋକଙ୍କୁ ତାଙ୍କୁ ଆଣିଲୁ ଏଠିକି ଓଲ୍ଡ ଏଜ ହୋମ ରେ ଥିଲେ ଆଉ ସେ ପଳେଇ ଗଲେ ଘରକୁ ମୁଁ କହିଲି ଆମର ଫାର୍ମାସିଷ୍ଟ ଥିଲେ ଯିଏ ତାଙ୍କୁ କହିଲି ଚାଲ ବହୁତ ବ୍ୟସ୍ତ ହଉଛନ୍ତି ଘରେ ଛାଡି ଆସିବା ସେ ବୁଢୀ ମାଟି ଘରୁ ଆସିଲା ଆସିକି କହିଲା ଆରେ ତୁ କାହିଁକି ଆସିଲୁ ମୁଁ ତ କେତେ ଦିନ ହେଲା ଥୀର ପିଇ ପିଇକି ମାଗି ମାଗି ଥୀର ପିଇ ପିଇକି ବଞ୍ଚିଛି ତୁ କାହିଁ ଆସିଲୁ ତତେ କିଏ ଦେଖିବ ସେ ସମସ୍ତଙ୍କ ସାମ୍ନାରେ ମୋ ଆଖିରେ ଲୁହ ଠପ୍ ଠପ୍ ହେଇକି ଗଡି ପଡିଲା ବହୁତ ଗୁଡେ ଲୋକ ଗଦା ହେଇଥିଲେ ମୁଁ କହିଲି ଏତେଟା କଣ କଷ୍ଟ କିନ୍ତୁ ଦୁଇ ଜଣ ତ ଆଉ ତ କେହି ନାହାନ୍ତି ସ୍ଵାମୀ ଆଉ ସ୍ତ୍ରୀ ଉଭୟ ବୋଥ ଆର୍ ଏଜେଡ୍ ଓ ଆଉ ଆମେ ଯାହା ମେଡିସିନ ନେଇଥିଲୁ ଦେଇକି ଆସିଲୁ ନେକ୍ସଟ ଗୋଟେ ସପ୍ତାହ ଗଲା ପରେ ସେ ଆଉ ନାହାନ୍ତି ମରିଯାଇଛନ୍ତି ବହୁତ ବହୁତ କଷ୍ଟ ଲାଗିଲା ଏମିତି ବହୁତ କରୁଣ କାହାଣୀ ବୁଢା ମାନଙ୍କର ବି ଅଛି ତାପରେ ଗୋଟିଏ ବାବା ବହୁତ ବ୍ୟସ୍ତ ହେଲେ ମୋର ତ ତିନି ଝିଅ ମାନେ ମତେ ପଚାରିବେ ବାବା ତମେ ମତେ କଣ ଭାବୁଛ ମୁଁ କହିଲି ଠିକ କଥା ଯଦି ଘରକୁ ଯିବ ମନେ କରୁଛ ଚାଲ ଗାଡିରେ ନେଇକି ଗଲୁ ତାଙ୍କ ଝିଅ ଦେଖିଥିଲେ ଆମ ଆମ୍ବୁଲାନ୍ସ ଲେଖା ହେଇଛି ଗାଡିରେ ରାମକୃଷ୍ଣ ଆଶ୍ରମ ଓଡିଆ ଲେଖା ହେଇଛି ସାଙ୍ଗେ ସାଙ୍ଗେ କବାଟା ଭିତରୁ ଢାଟ ପୁଣି ବନ୍ଦ କରିଦେଲେ ଇଏ ବାବା ଇଏ ହଉଛନ୍ତି ମଦନପୁର ଅଲାତରାର କଥା ତ ନା ନା ଏ ଝିଅ ସିନା ବନ୍ଦ କରିଦେଲା ଆଉ ଗୋଟେ ଝିଅ ଅଛି ଚାଲ ସେଠିକି ଯିବା ହଉ ଚାଲ ସେ ଝିଅ ଆସିଲା କହିଲା ଆଉ କାହିଁ ତୁ ଏଠିକି ଆସିଛୁ ତୁ ତ ତୋର ପଇସା କୁଆଡେ କୁଆଡେ ଦଉଥିଲୁ ଏଠିକି ଆଇନା ମୋର ପିଣ୍ଡାରେ ବି ଜାଗା ନାହିଁ ଘରେ ତ ଜାଗା ନାହିଁ ପିଣ୍ଡାରେ ନାହିଁ ତୁ ଯା କୋଉଠି ରହିବୁ ବହୁତ ରିକ୍ୱେଷ୍ଟ କଲା ରହିବୁ ଅଧିକ ରହ କାଲି ପଳେଇବୁ ହଉ ମୋର ଇଚ୍ଛା ନଥିଲା ବୁଢା ତ ଜିଦି ଧରିଲା ମୋ ଝିଅ ବାରଣ୍ଡାରେ ପଛେ ଶୋଇବି ସକାଳ ହେଇନି ବୁଢା ଆସିକି ଏଠି ପହଞ୍ଚିଗଲା ଆଶ୍ରମରେ ହଉ ଢୋଲକି ବାବା କାହିଁ ପଳେଇ ଆସିଲ ନା କଣ କରିବି ମତେ ସକାଳେ ମାରିଲା କହିଲା ତୁ ପଳା ହଉ ତମେ କାହିଁକି ଯାଉଛ ଆମେ ତ ଅଛୁ ଏଇଠି ତମର ସେବା କରିବୁ ତମର ଦେହ ଚାଲିଗଲେ ବି ଆମେ ଯେମିତି ତମର କ୍ରିୟା କର୍ମ ଯାହା ହୁଏ ତମକୁ ଶବ ସତ୍କାର ଆମେ କରିଦବୁ ସବୁ କରିଦବୁ ନାଇଁ ନାଇଁ ଚାଲ ମୋର 3 ନମ୍ବର ଝିଅ ଅଛି ସେଇଟା ଠିକ ସେ ହଉ ଚାଲ ପୁଣି ଚାଲ ସବୁଠି ସମାନ ଦଶା ଇଏ ହଉଛି ବୟସ ବେଳେ ଏଇ ମାନଙ୍କର ଯେ ପିଲାଦିନେ କେତେ ସେମାନେ ଚେଷ୍ଟା କରିଥିବେ ଆଗ୍ରହ କରିଥିବେ କିନ୍ତୁ ଶେଷ ପର୍ଯ୍ୟାୟ ସେମାନଙ୍କର ଏମିତି କଟୁଛି ଆଉ ପିଲାମାନେ ଆମର ବହୁତ ଭଲରେ ଅଛନ୍ତି ସବୁ ଯୋଉମାନେ ସର୍ଭିସ କଲେଣି ଆମର ବିଭିନ୍ନ ଫଙ୍କସନ ଆସନ୍ତି ସେମାନେ ବୋଧହୁଏ କେତେ 1500 2000 ବୋଧେ ହେବେ ନା ଏବଭ 2000 ହେବେ ଏଇ ପିଲାମାନେ ଯୋଉମାନେ ବାହାରେ ସବୁ ସର୍ଭିସ କରୁଛନ୍ତି ଆଉ ଏବେ ତ ଯୋଉ ପିଲାମାନେ ପଢୁଛନ୍ତି ସେମାନେ ବି ଭଲ ରେଜଲ୍ଟ
प्राय बहुत वर्ष वाला एबव 60 मार्क धरिकी पास करछंती तापर से मन को कोटा रे से मन को चाकरी मिलुची कॉलेज रे एडमिशन मिलुची आ सब भल होची पेशेंट माने भी पर ईयर हमर केते होचुन पटना पेशेंट माने 16,000 16,000 पेशेंट पर ईयर सर आ मझिरे आमे कृषि तालीम केंद्र पाइथिलु सेटा 100 पिला होचन 45 डेज सेटा भारत रे दुईटा सेंटर मिलिथिला आ दुईटा जाक केंद्र सरकार बंद कर दैछंती सेबटू से कृषिटा हमको बंद हो जाइए बाकी जो ड्रग डिएडिक्शन सेंटर अच्छी जो माने नशासक्त युवक माने से माने आसुचंती ता भितर के संपूर्ण भी छाड़ी दउचंती ए प्रभाव रे रही कि से माने 15 जण अछंती एठी तापरे फेरला अलगु से माने गोटे तो अन्य प्रकार गोटे मोटिवेशन करिकि से माने को फ्री ऑफ कॉस्ट ड्राइविंग लाइसेंस करिकि हमें तांको देकी विदा करछु आ सेतिरे से माने भी अन्य आडे एंगेजमेंट पाई जाइछंती एई भली काम सब हमें सर नैचु आगु को आपण मान आशीर्वाद रु जहाँ आगु हबो हबो सेटा तो हमें किंतु हमर इच्छा दिन को दिन अधिक रु अधिक जे केमती स्वामी जी से भावधारा को आम बहुत आगु नहीं पारिबा आमर यही स्वामी जी जो थिले स्वामी भैरानंद जी महाराज से तांकर ही स्वप्न थिला मु एई आश्रम टा एंटायर ओडिसा रो बड़ करिवि किंतु बहुत डायबिटीज हाई साइड थिला तांकर सी किंतु पारिलेनी बारंबार लास्ट 3 इयर्स से बहुत माने कॉम्प्लिकेटेड स्टेज रहिले आ तापरे हमें से बाठरू आगु को बढ़ी पारिनु तेणु ये जो गछ पत्र सब देखुचंती किंतु से एते गछ प्रिय थिले जे गोटे गछ मरिगले से सेठी कांदी पकौतिले संगे संगे तांको आखिर लुह बंद करिया पई हमें दिन राति एका करिकी पानी को जेमती हेले भी आमे आनिकी से तार समाधान करूथुलु समस्ते मिसिकी नदी नदीर पानी से माने निजर परिश्रमटा निज मुहरे तो कहवाटा अशोभनीय किंतु बहुत कष्ट दिन राति एक करिकी पेट्रोल मार्क्स जाली ये करी राति लेबर खोजी कि वर्षा कि खरा कि राति शीत काकर किछि न मानिकी एपट रामपुर आश्रम को जो पानी आसी उतई नदी आसी आसेपटे जाइए से गौड़कला जका बाहाली की 2.5 किलोमीटर को पानी देइथिलु सेठी से हाथी उपद्रव इत्यादि इत्यादि सत्वे सबु सत्वे भी आमे एपर्यंत आमर पानी व्यवस्था ठीक अच्छी आउे आपण मैंने जानिथिबे समस्ते राष्ट्रपति आसीबा केते 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 कष्टकर माने असुविधा भीतर देकी राष्ट्रपति महोदय आसीथिले बहुत खुशी है कि गले ये हूँ आश्रम आमर 30 वर्षर अचीवमेंट आपण मैंने समस्ते केवे दिने आसतु आश्रम बुलिबे आमे सब एक जमती आपण गोटे पर्पस रे एक हेचंती सेमती हमर मनर इच्छा आपण तो माने आम अपेक्षा बेसी पढ़ी आ स्वामी जी को अधिक भी जानी मु नुआ किछि कहूनी किंतु मोर कहया कथा लेटस बी प्रैक्टिकल जहाँ आपण पढ़ी सेटा को आमे काम लगातु आपण माने आपण हाथ रे बहुत पावर अच्छी आपण चाहिए सेटा हेई परियो हौ सब सार मान नमस्कार आपण मान को आश्रम को आसीबा को मो निमंत्रण रखिली आगे आगे स्वामी जी गोटे प्रश्न थिला जे आपण स्वामी जी गोटे प्रश्न थिला आपण माने ये नमस्कार मदनपुर एरिया को काहे की बाछले कलाहांडी रो मदनपुर रामपुर एरिया को आपण माने काहे की सर सेवा करबा पई बाछिले सर ठीक कथा आपण पचारिचंती और प्रश्नटा मूल्यवान एटा जदि श्री रामकृष्णଙ୍କର इच्छा थिला मु हेटी बसिबी तेणु माध्यम हेले स्वामी बैरागानंद तेणु से आसिक बसिले सार सार निजे ठाकुर निजे बाछिचंती ए जगह बुझले कि नहीं इटा तो श्री रामकृष्ण निजे ही ताकू चॉइस कले
ତା ଛଡା ସିଏ ତାଙ୍କ ଇଚ୍ଛା ନ ହେଇଥିଲେ ତ ଆମେ ସାର୍ କଣ କରିପାରିଥାନ୍ତୁ। ମହାରାଜ କଣ ସୋନପୁର ଆସିଲେ, ମୁଁ ଯାଜପୁର ଆସିଲି, ଆଉ କି କୁଆଡେ କି କାହା ଦେଖା ଦର୍ଶନ ନଥିଲା, କି ଚିହ୍ନା ପରିଚୟ ନଥିଲା। ହଁ ମଠ ଛାଡିବାର ହେଇଥିଲେ ମହାରାଜ ସ୍ୱାମୀ ହଁ ସ୍ୱାମୀ ବୈରାଗନାଥ ମହାରାଜ ଉତ୍ତରକାଶୀ ତାଙ୍କର ପୋଷ୍ଟିଂ ଥିଲା। ପୁରୀରେ ସେ ପିଜି କରୁଥିଲେ। ପୁରୀ ମିଶନରେ ସେ ଜଏନ କଲେ। ପୁରୀ ମିଶନରେ ଜଏନ କଲେ। ପୁରୀରେ ରାମକୃଷ୍ଣ ମଠ ମିଶନ ଅଛି। ତାପରେ ସେଇଠୁ ସେ ଗଲେ କାଲକାଟା, ତାପରେ ଉତ୍ତରକାଶୀ, ତାପରେ ବେଲୁର ମଠ, ବିଭିନ୍ନ ସେଣ୍ଟର ଦେଇକି ସେ ଆସିଥିଲେ ଭୁବନେଶ୍ୱର। କିନ୍ତୁ ସେ ଦେଖୁଥିଲେ ମନେ ମନେ ରିଏଲାଇଜ କରୁଥିଲେ ଯେ ଆମର ପଶ୍ଚିମାଞ୍ଚଳରେ ରାମକୃଷ୍ଣ ମଠ ମିଶନ କିଛି ନାହିଁ। ଗୋଟେ ଅଛି କଟକ, ଗୋଟେ ପୁରୀ, ଗୋଟେ ଭୁବନେଶ୍ୱର। ସେଇ କୋଷ୍ଟାଲ ବେଲ୍ଟରେ ତାଙ୍କର ଯାହା ଅଛି। ତେଣୁ ଏଇପଟକୁ ଆସିବା ପାଇଁ ସେତେବେଳେ ରାଉରକେଲାରେ ଛୋଟିଆଟି ଆକାରରେ ହେଇଥିଲା ବୋଧେ, ନା ସମ୍ବଲପୁରରେ ବି ନଥିଲା। ତେଣୁ ଏଇଟାକୁ ଆସିଲେ ଯେତେବେଳେ ବିଜୁ ବାବୁଙ୍କୁ କହିଲେ, ବିଜୁ ବାବୁ କହିଲେ ତୁ ସେ ପଶ୍ଚିମ ଓଡିଶାରେ ମାଲକାନଗିରି ହେଇପାରେ, କଳାହାଣ୍ଡି ହେଇପାରେ, କି ବଲାଙ୍ଗୀର ହେଇପାରେ, ତୁ କୋଉଠୁ ହେଲେ ଗୋଟେ ବାଛ ଜାଗା, ମୁଁ ସେଠି ତୋତେ ହେଲ୍ପ କରିବି। ତାପରେ ଏଇ ଜାଗାକୁ ମହାରାଜ ବାଛିଛନ୍ତି ସେତେବେଳେ ଆଉ କଣ। ତାପରେ ସେତେବେଳେ ଏଇ ଥିଲେ କିରଣ ବାବୁ, ସେ ତାଙ୍କୁ କହିଲେ ମୁଁ କିରଣକୁ କହିଦେବି। କାହିଁକିନା ଆମେ ଯୋଉଦିନ ଆସିଲୁ ତାଙ୍କର ବଡ ପୁଅର ବିଭାଘର ହଉଥିଲା। ସିଏ ଗୋଟେ କାର ଦେଲେ ଭୁବନେଶ୍ୱରରେ। ସେଇ କାର ଆଣିକି ଏଠି ଆମକୁ ଡାକ ବଙ୍ଗଲାରେ ଛାଡିଲା। କହିଲେ ମନୀନ୍ଦ୍ର, ଯଦି ଆଇଭିରେ ଜାଗା ନଥାଏ କଣ କରିବା? ମୁଁ ତମକୁ ନେଇ ନର୍ଲାରେ ରଖିବି। କୁଆଡେ ନର୍ଲା, କୁଆଡେ ଆଇବି, ମୁଁ ତ ଫାଷ୍ଟ ଆସୁଛି କଳାହାଣ୍ଡି, ମୁଁ କାହିଁ ଜାଣିବି କଣ? କହିଲେ ଆପଣ ଯୋଉଠି ରଖିଲେ ମୋର କଣ ଅଛି, ମୋର ତ ସାଧୁ ହବାର ଅଛି। ସାଧୁର ତ ନିୟମ, ଗଛ ତଳ ତାର ଆଶ୍ରା, ଭିକ୍ଷା ଅନ୍ନ ତାର ପାଥେୟ। ସେଠୁ ମୋର ଚିନ୍ତା କରିବା କିଛି ନାହିଁ। କିନ୍ତୁ ଠାକୁର ଯୋଉଠି ଆମକୁ ରଖିଥିଲେ ଭଲରେ ଥିଲୁ। କିନ୍ତୁ ସେଇ ସମୟରେ ଆମ ପାଖରେ ଖାଲି ଡାଲି ଚାଉଳ ମୁଠେ ଖାଇବା ପାଇଁ ହାତ ରୋଷେଇ କରିକି ଥିଲା। ଆଉ କିଛି ନାହିଁ। ନା ସାଇକେଲ ଅଛି, ନା ଚପଲ ଅଛି। ସେଇ ଚାଲି ଚାଲିକି ଯାଇକି ବଜାରରୁ 1 କିଲୋମିଟର ଯାଇ ଡାଲି ଚାଉଳ ଟିକେ ଆଣି ସେଇଟା ଗୋଟେ ଷ୍ଟୋଭରେ ରାନ୍ଧିକି ଆମେ ଖାଇଦଉ ଗୁରୁଚଲା ବାସ୍। ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହଉଛି, ରବିବାର ଦିନ ମହାରାଜ ମତେ 3.50 ଦେବେ। ଯା ଇଟିଲି ଆଣିବ ଖାଇବା। କିନ୍ତୁ ବାଟରେ ମୁଁ ଚା ଦୋକାନ ଦେଖେ, ମୋର ଟିକେ ଲୋଭ ହୁଏ ଚା ଟିକେ ପିଇଲେ। କିନ୍ତୁ 25 ପଇସା ଚା ପିଇଲେ ତ ମିଛ ତ କହିବାକୁ ପଡିବ ନା। ମହାରାଜ କହିବେ କେମିତି ହେଲା, ହିସାବ ମିଳିଲାନି। ତାପରେ ବହୁତ ଦିନ ପରେ ମହାରାଜ ଜାଣିଲେ ଯେ ମୁଁ ଚା ପିଏ। 6 ମାସ ପରେ ତାପରେ ସେଠୁ ଚା ର ବ୍ୟବସ୍ଥା କରାଗଲା। କାହିଁକିନା ସେ ସମୟ ତ କିଛି ନଥାଏ ନା। ଜଣେ ଶୂନ୍ୟ ହସ୍ତରେ ସ୍ୱାମୀଜୀଙ୍କ ଆଶୀର୍ବାଦ ହଉ, ଶ୍ରୀରାମକୃଷ୍ଣଙ୍କ ଆଶୀର୍ବାଦ ହଉ, ଏଇ ସବୁ ଜିନିଷ ସବୁ ଆଜି ସମ୍ଭବ ହେଇପାରିଛି। ଆଉ ଏକବାର ଶୂନ୍ୟ ହସ୍ତ। ମହାରାଜ କହିବେ ଆରେ ମୁଁ ତ କାଲି ସକାଳ ଭବାନୀପାଟଣା ଯିବି। ମୁଁ କହିଲି କେତେବେଳେ ଯିବେ ମହାରାଜ? ରାତି 3ଟାରେ। ସେତେବେଳେ ଗୋଟିଏ ବସ୍ ଚାଲୁଥିଲା, ସରକାରୀ ଗାଡି। ମୁଁ ଯାଇ ଦେଖେ, ମୁଁ କହିଲି ମହାରାଜ ତ ଚାଉଳ ଭାତ ଟିକେ ଅଳ୍ପ ଅଛି। ଆଉ ମୁଁ ଏବେ ଆଳୁ କାଟିଦେବି, ପାଣିରେ ପକେଇ ଦେଇଥିବି, ଖରା ଦିନ ଖରାପ ହବନି, ରାତି 2ଟାରୁ ଭାଜିଦେବି, ଆପଣ 3ଟାରେ ଖାଇକି ପଳେଇବେ। ଠିକ କଥା। ଏମିତି ସବୁ ଆମର ସମୟ କିନ୍ତୁ ପ୍ରବଳ ଆନନ୍ଦରେ କଟୁଥିଲା। ଅଭାବ ଥିଲା ସିନା, ଅଭାବରେ ଥିଲା ବୋଲି ଆନନ୍ଦରେ ତ ଅଟକେଇ ପାରିବନି। ତେଣୁ ଆମ ଦି ଜଣ ସମ୍ପର୍କ ଏମିତି। ଗୋଟିଏ ଥାଳିରେ ମହାରାଜ ଖାଇ ଦେଇଗଲେ, ଯାହା ଅବଶିଷ୍ଟ ଥାଏ ମୁଁ ସେଇ ଥାଳିରେ ଆଉ ଭାତ ନେଇକି ଆମେ ମିଶିକି ଖାଉ। ଏମିତି ଲମ୍ବା ସମୟ 3-4 ମାସ ପରେ ତାପରେ ଯାଇକି ଆମେ ଆସିଛୁ। 6 ମାସ ତ ବଙ୍ଗଳାରେ ଥିଲୁ। ଆଉ ସେଇ ସମୟରେ ଦଲୱାଇ ସାର୍ ଆସନ୍ତି ଆମ ଆଶ୍ରମକୁ। ଯେବେ ଆମେ ପ୍ରୋଗ୍ରାମ ଜାଣୁ, ପିଲାମାନଙ୍କୁ ସେ ରୋଡରେ ଠିଆ କରିଦିଅ ଫୁଲହାର ଧରିକି। ଆଉ ଦଲୱାଇ ସାର୍ ଆସନ୍ତି, ବହୁତ ଖୁସି ଆମ ଉପରେ ଥିଲେ ସେତେବେଳେ। ଏବେ ବି ଦିଲ୍ଲୀ ଗଲେ ବେଳେ ବେଳେ ଦେଖା ହୁଅନ୍ତି, ପଚାରନ୍ତି। ସୌରଭ ଗର୍ଗ ସାର୍ ଦେଖା ହୁଅନ୍ତି। ମ୍ୟାଡାମ ଏଠି ଓଡିଶାରେ ରହିଯାଇଛନ୍ତି, ଅନୁ ମ୍ୟାଡାମ। ଆଉ ଏଇ ହଉଛି ସାର୍ କଥା। ଆଉ ସାର୍ ଆଉ କଣ କହିବି ଆଉ? ଆଜ୍ଞା। ହଉ ଜୟଦେବ, ହଁ ସାର୍ ମୁଁ ବଢିଆ। କହିଲି ଆଉ ହଁ କିଛି, ସାର୍। ହଁ ଆଉ କିଛି ପଚାରିବାର ଥିଲା କି ସାର୍? କିଛି ହଁ ସାର୍, ଡିସି ସାର୍ କଣ କହୁଥିଲେ? ଡିସି ସାର୍ ନାଇଁ ଆଉ କେହି କିଛି ପଚାରିବେ କି?
ଆଉ ଯଦି କେହି କିଛି ପଚାରିବେ ତାହେଲେ ପଚାରି ପାରନ୍ତି ସ୍ୱାମୀଜୀଙ୍କୁ। ହଁ ଡଲମଣି ବାବୁ ଆଗକୁ ବଢିବ। ସାର୍ ବହୁତ ବହୁତ ଧନ୍ୟବାଦ ସ୍ୱାମୀଜୀ। ଆଜ୍ଞା ଆପଣ ସୁନ୍ଦର ରୂପେ ହଁ ଆଜ୍ଞା ସନ୍ନ୍ୟାସୀ ମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟ ସମ୍ପର୍କରେ ଉପସ୍ଥାପନ କରିଗଲେ। ଏହା ସହିତ ସ୍ୱାମୀଜୀଙ୍କ ନୀତି ଆଦର୍ଶ ରାମକୃଷ୍ଣ ମିଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବଖାଣି ଗଲେ ଏବଂ ସେହି ସ୍ୱାମୀଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି। ବାସ୍ତବରେ ସ୍ୱାମୀଜୀ ଆପଣ ସେବାର ମୂର୍ତ୍ତିମନ୍ତ ପ୍ରତୀକ। କଳାହାଣ୍ଡିର ବ୍ୟଥା ଓ ଯନ୍ତ୍ରଣାକୁ ଆପଣ ମର୍ମେ ମର୍ମେ ଅନୁଭବ କରିଛନ୍ତି, ଅଙ୍ଗେ ନିଭେଇଛନ୍ତି। ଆପଣ ପ୍ରତ୍ୟକ୍ଷଦର୍ଶୀ ପ୍ରତ୍ୟକ୍ଷ ଭାବେ କଳାହାଣ୍ଡିର ଜନଜୀବନକୁ ଦେଖିପାରିଛନ୍ତି। ତେଣୁ ପୁଣି ଥରେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆମ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବ। ଆଜ୍ଞା ପୁଣି ଥରେ ମୁଁ ଆପଣଙ୍କୁ ଧନ୍ୟବାଦ ହଁ ଜଣାଉଛି। ନମସ୍କାର ସାର୍। ଆଜ୍ଞା ବର୍ତ୍ତମାନ ଆମେ ପରବର୍ତ୍ତୀ ପର୍ଯ୍ୟାୟକୁ ଚାଲିଯିବା। ଉତ୍ତିଷ୍ଠତର ଜନ୍ମଦାତା ତଥା ଆମ ବିଶ୍ୱବିଦ୍ୟାଳୟର କର୍ଣ୍ଣଧାର ଯିଏ ପ୍ରତି ସପ୍ତାହରେ ଆମ ମାନଙ୍କୁ ଏକ ନୂତନ ବକ୍ତା ସହିତ ପରିଚିତ କରାନ୍ତି। ଗୋଟିଏ ନୂତନ ବିଷୟ ସହିତ ପରିଚିତ କରାନ୍ତି। ନୂଆ ନୂଆ ବିଷୟ ଆମେ ଶୁଣିବାକୁ ପାଉ। ଯାହାଙ୍କ ଦ୍ଵାରା ଏଇଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସିଏ ଆଉ କେହି ନୁହନ୍ତି ଆମ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ବରେଣ୍ୟ କୁଳପତି ମହୋଦୟ କର୍ଣ୍ଣଲ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଶତପଥୀ ମହୋଦୟଙ୍କୁ ଅନୁରୋଧ କରିବି ସେ ତାଙ୍କର ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିବା ହେଲେ। ସ୍ୱାମୀଜୀ ପ୍ରଣାମ କରୁଛି। ଆପଣଙ୍କ ଆଜ୍ଞା ସାଙ୍ଗେ ପ୍ରଣାମ କଥା ହେଇଛି। ପ୍ରଣାମ ଆଜି ଅନେକ ଅଜଣା କଥା ମୋର ସାଥିମାନେ ଜାଣିଲେ। କଳାହାଣ୍ଡିର ପୁରୁଣା କଥା। ଆପଣ ଯେତେବେଳେ ଆରମ୍ଭ କରିଥିଲେ ସେତେବେଳେ ବି ମୁଁ କଳାହାଣ୍ଡିରେ ଥିଲି। ଅଶୋକ ଡାଲ ଭାଇ ଅନୁ ଏମାନେ ସବୁ ଥିଲା ବେଳକୁ ସୌରଭ ଗର୍ଗ ମୁଁ ନୂଆ ନୂଆ ଚାକିରି କରୁଥିଲି। ଆପଣମାନେ ସେତେବେଳେ ଆରମ୍ଭ କରିଥିଲେ। ତେବେ କଥା ହେଉଛି ପ୍ରତ୍ୟେକ ମାଟିର ଗୋଟେ ବାସ୍ନା ଅଛି। ସେବାକୁ ଓଲଟେଇ ଦେଲେ ବାସେ। ତେଣୁ ସେ ବାସ୍ନା ଡାକିଦିଏ। କାହାକୁ କୋଉଠିକି ଡାକିବ ତାର ଠିକଣା ନାହିଁ। ଆମେ ଗୋଟେ କଥା ଭାବିଥିବା ଆଉ ଗୋଟେ କଥା ଘଟିବ। ତେଣୁ ସେଇ ବାସ୍ନାର ଆକର୍ଷଣରେ ଆପଣ ଆସିକରି ମଦନପୁର ରାମପୁରରେ ପହଞ୍ଚିଗଲେ। ତେବେ କଳାହାଣ୍ଡିର ଇତିହାସକୁ ବି ଯଦି ଦେଖିବା ଆମେ ଏଠି ଅନେକ ପ୍ରକାରର କାମ ସମୟ ଅନୁସାରେ ହେଇଛି। ଯଦି ଗୋଟେ ଦୁଇଟା ମୁଁ ଉଦ୍ଧାର କରିବି ତାହେଲେ ଗୋଟେ ହେଉଛି ଆଶା ସାଗର। କଳାହାଣ୍ଡିରେ ପାଣିର କଷ୍ଟ ବହୁତ। ଆଶା ମଞ୍ଜାରୀ ଦେବୀ ସମ୍ବଲପୁରର ରାଜକନ୍ୟା ଯେତେବେଳେ କଳାହାଣ୍ଡିର ରାଜମାତା ହେଇକି ରାଣୀ ହେଇକିରି ଆସିଲେ ସେତେବେଳେ ତାଙ୍କ ନାଁରେ ବିରାଟ ସାଗର ଯୋଉ ଖୋଳା ହେଲା ତା ନାଁ ହେଲା ଆଶା ସାଗର। ଖାଲି ଏତିକି ନୁହେଁ ଏଠି ସ୍କୁଲ ଖୋଲିଲା କଲେଜ ଖୋଲିଲା ୟୁନିଭର୍ସିଟି ହେଲା ବିଭିନ୍ନ ପ୍ରକାରର କାମ ହେଇଛି କିନ୍ତୁ ସଚେତନତାର ଅଭାବ ଏଠି ଅନେକଙ୍କୁ କଷ୍ଟର ପଞ୍ଜା ଭିତରକୁ ନେଇଯାଇଛି। ଯାହା ଆପଣମାନେ ଏତେ ବର୍ଷ ଧରି କରିଛନ୍ତି ତାହା ଶବ୍ଦରେ ବଖାଣି ହେବ ନାହିଁ ତା ପାଇଁ ଶବ୍ଦ ବି ମିଳିବ ନାହିଁ। କିନ୍ତୁ ଆମେ ଇଚ୍ଛା କରିଛୁ ଯେ
କଳାହାଣ୍ଡିର ପରିବର୍ତ୍ତନର ଇଏ ବି ଗୋଟେ ଅଙ୍ଗ। ସେଇ ସେବାର ମନ୍ତ୍ର ଯଦି ଏଠି ଖେଳି ନଥାନ୍ତା ତାହେଲେ ଆମେ ଆଜି ଯେଉଁ କଳାହାଣ୍ଡି ଦେଖୁଛୁ ତା ହୁଏତ ଦେଖିନଥାନ୍ତୁ। ତେଣୁ ଆପଣଙ୍କୁ ପୁଣି ମୁଁ ଧନ୍ୟବାଦ ଦେଉଛି। ଆଉ ଆମର ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ଅନୁରୋଧ କରୁଛୁ ସେମାନେ ଯାଇକି ପ୍ରତ୍ୟକ୍ଷ କରିବେ କେମିତି ଆପଣମାନେ କାମ କରୁଛନ୍ତି। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ସାର୍। ଆପଣ ସଂକ୍ଷେପରେ ପ୍ରାଚୀନ କଳାହାଣ୍ଡିର ଇତିବୃତ୍ତ ଉପସ୍ଥାପନ କରିଗଲେ, ଯାହା ଲୋକଲୋଚନ ଆଢୁଆଳରେ ରହିଯାଇଛି ତାହାକୁ ଆପଣ ସଂକ୍ଷେପରେ କହିଗଲେ। ତେଣୁ ପୁଣି ଥରେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି। ବର୍ତ୍ତମାନ ପ୍ରତିଷ୍ଠତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ହେଉଛି ଧନ୍ୟବାଦ ଅର୍ପଣର ପର୍ବ। ଏହି ଧନ୍ୟବାଦ ଅର୍ପଣ ପାଇଁ ଆମ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ସୁଶ୍ରୀ ନେହାରଥ ମ୍ୟାଡାମଙ୍କୁ ଅନୁରୋଧ କରିବି ସେ ଧନ୍ୟବାଦ ଅର୍ପଣ କରିବା ହେବେ। ସୁଶ୍ରୀ ନେହାରଥ ମ୍ୟାଡାମ। ଧନ୍ୟବାଦ ସାର୍। ଜଗତରେ ସେବା ଯେ ସ୍ୱର୍ଗୀୟ ତାହା ଆଜିର ଉତ୍ତିଷ୍ଠତ କାର୍ଯ୍ୟକ୍ରମର ମୂଳ ତତ୍ତ୍ୱ ଥିଲା। ସେହି ମୂଳ ତତ୍ତ୍ୱକୁ ବହୁତ ସୁନ୍ଦର ଭାବରେ ଆମର ମୁଖ୍ୟ ଅତିଥି ଆଜି ଆମ ନିକଟରେ ପରିପ୍ରକାଶ କରିଛନ୍ତି। ତେଣୁ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିବାର ତରଫରୁ ଆଜିର କାର୍ଯ୍ୟକ୍ରମର 157ତମ ଭାଗରେ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ। କଳାହାଣ୍ଡିରେ ସମାଜ ସେବା ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାରୁ ସର୍ବପ୍ରଥମେ ଧନ୍ୟବାଦ ଜ୍ଞାପନ କରିବି ଆଜିର ମୁଖ୍ୟ ଅତିଥି ସ୍ୱାମୀ ଅଶୋକାନନ୍ଦଜୀ ମହାରାଜଙ୍କୁ, ଯିଏକି ବହୁତ ସୁନ୍ଦର ଭାବରେ ନିଜର ଅଭିଜ୍ଞତା ତଥା ବାସ୍ତବତାକୁ ଆମ ନିକଟରେ ପରିପ୍ରକାଶ କରିଛନ୍ତି। ଧନ୍ୟବାଦ ଜ୍ଞାପନ କରିବି କାର୍ଯ୍ୟକ୍ରମର ସ୍ରଷ୍ଟା ତଥା ସୃଷ୍ଟିକର୍ତ୍ତା ଯିଏକି ଆମ ବିଶ୍ୱବିଦ୍ୟାଳୟର କୁଳପତି ମହୋଦୟ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ସାର୍ଙ୍କୁ, ଯାହାଙ୍କର ତତ୍ତ୍ୱାବଧାନରେ ଆମେ ସମସ୍ତେ ଆଜି ପରିଚାଳିତ ଏବଂ ଏକତ୍ରିତ। ମା ମାଣିକେଶ୍ୱରୀଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ସାର୍ଙ୍କର ସୁସ୍ଥ ଆରୋଗ୍ୟ କାମନା ସହ ଜଲ୍ଦି ଆମ ନିକଟକୁ ଫେରି ଆସିବା ହେବେ। ବର୍ତ୍ତମାନ ଧନ୍ୟବାଦ ଜ୍ଞାପନ କରିବି ଡକ୍ଟର ମେଜର ଜୟଦେବ ସାହୁ ସାର୍ଙ୍କୁ, ଯାହାଙ୍କର ନିର୍ଦ୍ଦେଶାନୁକ୍ରମେ ଆଜି ଆମେ ସମସ୍ତେ ଏକତ୍ରିତ ଏବଂ ଉତ୍ତିଷ୍ଠତ କାର୍ଯ୍ୟକ୍ରମଟିକୁ ସୁନ୍ଦର ରୂପେ ସାର୍ ପରିଚାଳିତ କରିଥିବାରୁ ଧନ୍ୟବାଦ ସାର୍। ଧନ୍ୟବାଦ ଜ୍ଞାପନ କରିବି ବିଶ୍ୱବିଦ୍ୟାଳୟ ପରିବାରର କୁଳସଚିବ ଶ୍ରୀ ପୀତାମ୍ବର ଭୋଇ ସାର୍ଙ୍କୁ, କାର୍ଯ୍ୟକ୍ରମଟିକୁ ସୁନ୍ଦର ସରସ ଏବଂ ସମସ୍ତଙ୍କର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମଟିକୁ ସୁନ୍ଦର ପରିଚାଳନା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିବି ଆମ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଢୋଳମଣି ଧାରୁଆ ସାର୍ଙ୍କୁ। ଧନ୍ୟବାଦ ପର୍ବରେ କୃତଜ୍ଞତା ଜ୍ଞାପନ କରିବି ଶ୍ରୀ ଆନନ୍ଦ ପଟ୍ଟନାୟକ ସାର୍ଙ୍କୁ ଓ ଲିପ୍ସା ଭଉଣୀଙ୍କୁ। ଏବେ ଧନ୍ୟବାଦ ପୃଷ୍ଠାର ଶେଷ ପରିଚ୍ଛେଦରେ ଧନ୍ୟବାଦ ପର୍ବର ମୋର ସମସ୍ତଙ୍କୁ ପ୍ରଣାମ। ଜ୍ୟେଷ୍ଠ ବୟୋଜ୍ୟେଷ୍ଠ ତଥା ଗୁରୁଜନଙ୍କୁ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ମୋର ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ। ଆଜିର କାର୍ଯ୍ୟକ୍ରମଟିକୁ ଏଇଠି ବିରାମ ଦେଉଛି। ରହୁଛି। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ମ୍ୟାଡାମ। ଆପଣ ସୁନ୍ଦର ରୂପେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଗଲେ, କୃତଜ୍ଞତା ଜ୍ଞାପନ କରିଗଲେ। ତେଣୁ ଆପଣ ମଧ୍ୟ ଧନ୍ୟବାଦର ପାତ୍ରୀ। ତେଣୁ ପୁଣି ଥରେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ପ୍ରତିଷ୍ଠିତ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ତେଣୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶାନ୍ତି ପାଠ ପାଇଁ ସୁଶ୍ରୀ ଲିପ୍ସା ମହାରଣା ମ୍ୟାଡାମଙ୍କୁ ଅନୁରୋଧ କରିବି ସେ ଶାନ୍ତି ପାଠ କରିବା ହେବେ। ॐ सर्वे भवन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्ति शान्ति
शान्तिः। 157 अध्याय इति शेष पुणी आम 158 अध्याय भेटिବା। समस्त को धन्यवाद।